ଜଗନ୍ନାଥ ହର ଶମ୍ଭୁ। ଚାଲନ୍ତୁ ଆଜି ପଢ଼ିବା ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ ଭାଗବତ ଗୀତା। ସୁତ ଉବାଚ ଶୁକ କହନ୍ତି ଶୁଦ୍ଧ ଚିତ୍ତେ ପ୍ରସନ୍ନେ ନୃପତି ଅଗ୍ରତେ। ଶୁକ ଉବାଚ ଶୁଣ ପରୋକ୍ଷ ପୁଣ୍ୟ ଦେହା ତୁ ମତେ ପଚାରିଲୁ ଯାହା ମନୁଷ୍ୟ ମଧ୍ୟେ ସାଧୁ ପ୍ରାଣୀ ମରଣ କାଳେ ଯାହା ଜାଣି। ଏବେ କହିବି ଜ୍ଞାନ ସାର ଭକତ ଜନଙ୍କ ବ୍ୟବହାର। ବ୍ରହ୍ମ ତେଜକୁ ଯାର ଇଚ୍ଛା ବ୍ରହ୍ମ ଭଜନେ ହୋଇ ବାଞ୍ଛା। ଇନ୍ଦ୍ରିୟ ସୁଖ ଯାର ଭାବ ସେ ନର ଇନ୍ଦ୍ରଙ୍କୁ ପୂଜିବ। ପୁତ୍ର କାମରେ ଯାର ମତି ସେ ଜନ ପୂଜେ ପ୍ରଜାପତି। ଶ୍ରୀକାମୀ ପ୍ରାଣୀ ଦେବୀ ଭଜେ ତେଜସ୍ୱୀ ପୂଜେ ଗ୍ରହ ରାଜେ। ବସୁଙ୍କୁ ପୂଜେ ବସୁକାମୀ ଦୃଢ଼ ଭକତି ଭାବ ଘେନି। ବୀର୍ଯ୍ୟରେ ହଏ ଯାର ମତି ସେ ଭଜେ ପଶୁଙ୍କର ପତି। ଅନାଦି କାମେ ଯାର ଚିନ୍ତା ସେବେ ଆଦିତି ବେଦ ମାତା। ଦେବଙ୍କୁ ପୂଜେ ସ୍ୱର୍ଗ କାମୀ ବିଶ୍ୱଦେବାଙ୍କୁ ରାଜ୍ୟ ସ୍ୱାମୀ। ସାଧ୍ୟଙ୍କୁ ପୂଜି ପ୍ରଜା ହିତେ ଆୟୁଷ କାମେ ଅଶ୍ୱିସୂତେ। ସେ ପ୍ରାଣୀ ତୁଷ୍ଟ ପୃଷ୍ଟି କାମୀ ସର୍ବଲକ୍ଷଣେ ପୂଜେ ଭୂମି। ପ୍ରତିଷ୍ଠା କାମେ ଯେବେ ଇଚ୍ଛେ ସେ ପୂଜେ ଭୂମି ଅନ୍ତରିକ୍ଷେ। ସୁନ୍ଦର ରୂପେ ଯାର ଭାବ ସେ ନର ପୂଜନ୍ତି ଗନ୍ଧର୍ବ। ଯେ ନର ଇଚ୍ଛେ ଦିବ୍ୟ ନାରୀ ଭାବେ ଉର୍ବଶୀ ପୂଜା କରି। ସକଳ ଆଧିପତ୍ୟ ଚିନ୍ତା ଯେ କରେ ସେ ପୂଜେ ବିଧାତା। ଯଶ ଇଚ୍ଛଇ ଯେଉଁ ନର ଯଜ୍ଞେ ପୂଜିବ ଯଜ୍ଞେଶ୍ୱର। ଧନ ଭଣ୍ଡାର ଦେଇଛନ୍ତି ବରୁଣ ଚରଣେ ପୂଜନ୍ତି। ଈଶ୍ୱର ପୂଜେ ବିଦ୍ୟା ଅର୍ଥୀ ଦମ୍ପତି କାମେ ଉମା ସତୀ। ଧର୍ମାର୍ଥୀ ବିଷ୍ଣୁର ଚରଣେ ସନ୍ତାନ ଅର୍ଥେ ପିତୃଗଣେ। ଯକ୍ଷକୁ ପୂଜେ ରକ୍ଷା କାମେ ବଳାର୍ଥୀ ପୂଜେ ପ୍ରଭଞ୍ଜନେ। ସକଳ ରାଜ୍ୟେ ରାଜା ପଣେ ସେ ଆସେ ପୂଜେ ମନୁଗଣେ। ଶତ୍ରୁ ମାରଣେ ଯାର ଇଚ୍ଛା ରାକ୍ଷସ ଭଜନେ ତା ବାଞ୍ଛା। ସମକୁ ପୂଜେ କାମ କାମୀ ଅକାମୀ ଆତ୍ମରାମେ ରମି। ଅକାମେ ଅବା ସର୍ବ କାମେ ଯେ ଅବା ଭଜେ ମୋକ୍ଷ କାମେ। ପରମ ପୁରୁଷ ଚରଣେ ଯେ ବା ସେବନ୍ତି ଦାସ ପଣେ। ଏଭବେ ତାହାଙ୍କ ଜୀବନ ଜନ୍ମ ମରଣେ ଧନ୍ୟ ଧନ୍ୟ। ପରମ ପଦ ସେ ଲଭନ୍ତି କୃଷ୍ଣ ଚରଣେ ନିତ୍ୟ ଚିନ୍ତି। ହରି ଭକତ ଜନ ସଙ୍ଗେ କରଇ ଏ ଭବ ତରଙ୍ଗେ। ଜ୍ଞାନ ପ୍ରସରେ ଭକ୍ତି ବଳେ ତ୍ରିଗୁଣ ହରଇ ନିଶ୍ଚଳେ। ଆତ୍ମା ପ୍ରସନ୍ନ ସୁବିବିକେ ଗୁଣ ଅସଙ୍ଗ ବେନି ଲୋକେ। କୈବଲ୍ୟ ସନ୍ମତ ଏ ପଥ ଏ ଭକ୍ତି ଯୋଗୀଙ୍କର ମତ। କେବା ନିର୍ବୃତ ହରି ଭାବେ ଆତ୍ମାର କୈବଲ୍ୟ ଲାଭେ। ସୈନିକ ସୁତ ମୁଖ ଚାହିଁ ପୁଣି ପୁଛଇ ଭାବ ବହି। ସୈନିକ ଉବାଚ ଏମନ୍ତ ଶୁକ ମୁଖୁ ଶୁଣି ସେ କୁରୁ ବୀର ଚୂଡ଼ାମଣି। ପୁଣି ସେ ଅଭିମନ୍ୟୁ ବଳା ଆନ ପ୍ରସନ୍ନ କିବା କଲା। ସେ ହରି କଥା ଆମ୍ଭ ଆଗେ ହେ ସୁତ କହ ସଭା ଯୋଗେ। ସେ କଥା ତୁମ୍ଭ ମୁଖୁ ଶୁଣି ତରିବୁ ଭବ ତରଙ୍ଗିଣୀ। ତୁମର ଅଛି ଯେବେ ସ୍ନେହ ସଦୟ ଚିତ୍ତେ ମୁନି କହ। ଯେ ହରି କଥା ସଭା ମଧ୍ୟେ ଭକତେ କହନ୍ତି ଆନନ୍ଦେ। ସେ ପଣ୍ଡୁ ବଂଶେ ମହାରଥ ସ୍ୱଭାବେ କୃଷ୍ଣ ଅଂଶେ ଜାତ। ବାଳକ କ୍ରୀଡ଼ା ରସ ଖେଳେ ଯେ ପୂଜେ କୃଷ୍ଣ ପାଦ ମୂଳେ। ବ୍ୟାସ କୁମାର ସତ୍ୱଗୁଣ ସ୍ୱଭାବେ ବିଷ୍ଣୁ ପାରାୟଣ। ପରମାନନ୍ଦ ଗୁଣ ଗାଥା ସତ୍ସଙ୍ଗ ମେ ଯେ ବକତା। ଜୀବନ ବହି ଏ ଜଗତେ ହରି କଥାରେ ନିତ୍ୟ ନିତେ। ନ କରେ ଜୀବନ ସଫଳ
ବ୍ୟର୍ଥ ତାହାର ଆୟୁର୍ବଳ। ଏ ରବି ଉଦେବସ୍ତ କାଳେ ଜନ୍ତୁ ଜୀବନେ ଘେନି ଚଳେ। ଯେ ହରି ଭାବେ ଥାନ୍ତି ଯୋଡ଼ି ତାଙ୍କ ଜୀବନ ଦୂରେ ଏଡ଼ି। ଏ ତରୁ ଗଣେ ସଂସାରେ ଜୀବନ୍ତି ଅଜ୍ଞାନେ ପ୍ରକାରେ। ଲୌହକାରଙ୍କ ଗୃହେ ଭାତି ଶ୍ୱାସ ଛାଡ଼ନ୍ତେ ନ ଜୀବତି। ଗ୍ରାମ କାନନେ ପଶୁଗଣ କିନ ଭକ୍ଷନ୍ତି ଜଳ ତୃଣ। ମୂତ୍ର ପୁରିଶ ଉତ୍ସର୍ଗନ୍ତି ଅଜ୍ଞାନ ସୁଖେ ନ ଜୀବନ୍ତି। ଶ୍ୱାନ ଶୂକର ଉଷ୍ଟ୍ରଖର ଏହାଙ୍କୁ ସମାନ ସେ ନର। କୃଷ୍ଣର ନାମ ଉଚ୍ଚାରଣ ନ ଶୁଣେ ଯାହାର ଶ୍ରବଣ। ତାହାର ଶ୍ରୁତି ଯୁଗେ କାନ୍ଥେ ବିବରେ ଦିଶନ୍ତି ଯେମନ୍ତେ। ତୁଣ୍ଡର ମଧ୍ୟ ଜିହ୍ୱା ବହି ଯେ ହରି ନାମ ନ ଭଜଇ। ଦଦୁର ବାଣୀ ବୋଲି ତାରେ ସେ ଯେ ହରି ନାମ ନ ଉଚ୍ଚାରେ। ଯାର ଉତ୍ତମ ଅଙ୍ଗ ସାଜେ ସୁବର୍ଣ୍ଣ ମୁକୁଟ ବିରାଜେ। ପାଟ ବସନେ ବାନ୍ଧି ଚୂଳ ଶ୍ରବଣେ ମକର କୁଣ୍ଡଳ। ସେ ଯେବେ ହରିଙ୍କି ନ ନମେ ସେ ମୁଣ୍ଡେ ଭାର ବହି ଶ୍ରମେ। ସେବା ସୁନ୍ଦର ବେନି ଭୁଜେ କାଞ୍ଚନ କଙ୍କଣ ବିରାଜେ। କୃଷ୍ଣର କାର୍ଯ୍ୟ ଯେବେ ନୋହେ ସସ୍ୱାନ ଅସ୍ଥି ପ୍ରାୟ ହଏ। ଲୋଚନ ବେନି ଥାଉ ମୁଖେ ଯେ ହରି ମୂରତି ନ ଦେଖେ। ମୟୂର ପୁଚ୍ଛ ବୋଲି ତାରେ ସେ ଅନ୍ଧ ସଂସାର ସାଗରେ। ଚରଣ ଯୁଗ ବହି ନରେ ଯେବେ ନ ଯାନ୍ତି ବିଷ୍ଣୁପୁରେ। ତାହାକୁ ବଲି ବୃକ୍ଷ ଦୁଇ ସେ ଯେନେ ପାଦ ନ ଚଳଇ। କୃଷ୍ଣର ଭକତ ଚରଣୁ ଶିରେ ନ ଲାଗେ ଯାର ରେଣୁ। ପବିତ୍ର ନହେ ତା ଶରୀର ଜିଅନ୍ତା ଶବର ଆକାର। ତୁଳସୀ ଦଳ କୃଷ୍ଣ ଦେହେ ଶୁଦ୍ଧ ସୌରଭ ଗନ୍ଧ ବହେ। ସେ ଗନ୍ଧେ ଯାର ନାସାଦ୍ୱାର ନ ଲୋଭେ ଶବ ତା ଶରୀର। ଗୋବିନ୍ଦ ନାମ ଯାର ହୃଦେ ନ ପଶେ ପୁଲକ ଆନନ୍ଦେ। କିଏ ବା ପଶିଲେ ହୃଦରେ ନୟନୁ ଅଶ୍ରୁତା ନ ଝରେ। ତାର ହୃଦୟ ଶ୍ମଶାର ବହଇ ଲୌହମୟ ଭାର। ହେ ସୁତ ଶୁଣ କୃଷ୍ଣ ଗଣ ଶୁଣାଅ ଆମ୍ଭର ଶ୍ରବଣ। ଯେ ସାଧୁ ପ୍ରଶ୍ନ ପରୀକ୍ଷିତ ପୁଛିଲା ଶୁକଙ୍କ ଅଗ୍ରତ। ହରଷେ ବ୍ୟାସଙ୍କ କୁମାର ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର। ଆନନ୍ଦେ ମୁନିଗଣ ମେଳେ ଯାହା କହିଲେ ଗଙ୍ଗା କୂଳେ। ସେ ଆମ୍ଭ ମନ ଅନୁକୂଳ କହି ସଂସାରୁ କର ପାର। ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ संहिताय द्वितीय स्कंदे तृतीय अध्याय।